କେମିତି ନିଆଁ ଲାଗିଲା ସେଟା ଅନୁସନ୍ଧାନ କଲେ ଜଣା ପଡ଼ିବ। ଯଦି ଆଇସିୟୁରେ ଅବସ୍ଥା ହୁଏ ତେବେ ମେଡ଼ିକାଲ ଅବସ୍ଥା ରୋଗୀଙ୍କ ଅବସ୍ଥା ଯାହା ହେବ ସହଜରେ ଅନୁମାନ କରିହେବ। କିନ୍ତୁ ଏଭଳି ଦୁର୍ଘଟଣା ଏସ୍ସିବିରେ ମୁଁ ଦେଖିବା ଭିତରେ ଅନ୍ତତଃ ହେଇନି। ଆଇସିୟୁଟାକୁ ଅତି କେୟାରଫୁଲି କରାଯାଏ। ଆଉ ଏ ସବୁଯାକ ପେସେଣ୍ଟ ଭେଣ୍ଟିଲେଟରରେ ଥିଲେ। ସ୍ୱାଭାବିକ ଘଟଣା ଯେଉଁ ନିଆଁ ଲାଗିଛି ଅଗ୍ନି ନିରାପତ୍ତା ଅବସ୍ଥା ଏଇখান ଯେଉଁ ସ୍ଥିତି ଅଛି ସେଠି କିଛି ଜଣାପଡ଼ୁନି କ'ଣ ବ୍ୟବସ୍ଥା ଥିଲା, କେଉଁଠୁ ସର୍ଟ ସର୍କିଟ୍ ହେଇଛି କି କ'ଣ ହେଇଛି ସେଇଟା କିଛି ଜଣାପଡ଼ୁନି। সেটা যদি ডিটেল অনুসন্ধান କରାଯିବ ଯାଇକି ଜଣାପଡ଼ିବ ଯେ ପ୍ରକୃତରେ ତ୍ରୁଟିଟା କେଉଁଠି ରହିଛି। ଯେଉଁମାନେ ଦାୟିତ୍ୱରେ ଥିଲେ ବିଜୁଳି କଥା ବୁଝାବୁଝି କରୁଥିଲେ, ଆଇସିୟୁ କଥା ବୁଝାବୁଝି କରୁଥିଲେ, ତାଙ୍କ ଭିତରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ। କିନ୍ତୁ ଏହା ପୂର୍ବରୁ ମୁଁ କାଲି ଯେଉଁମାନଙ୍କ ସାଙ୍ଗରେ କଥା ହେଇଥିଲି ସରକାରୀ ଅଫିସରମାନଙ୍କ ସାଙ୍ଗରେ ଭୁବନେଶ୍ୱରରେ, ମୁଁ କହିଥିଲି ଯେ ଏସ୍ସିବି ମେଡ଼ିକାଲ କଲେଜର ସବୁ ୱାର୍ଡକୁ ଟିକିନିକି ଭାବରେ ତଦନ୍ତ କର, ସବୁ ୱାର୍ଡକୁ ଟିକିନିକି ଭାବରେ ତଦନ୍ତ କର। ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ମଧ୍ୟ କଥା ହେଇଥିଲି, ତାଙ୍କୁ ଜଣାଇଥିଲି, କିନ୍ତୁ ସେ ଗୋଟେ କମିଟି କରିଛନ୍ତି। ଶୁଣିଲି ସେ କମିଟିଟା, ମୁଁ କହିଲି କମିଟିଟା ବୁଲିକିରି ସବୁ ୱାର୍ଡକୁ ଟିକିନିକି ଭାବରେ ତଦନ୍ତ କରୁ। କେବଳ ଆଇସିୟୁ ନୁହଁ, ଜେନେରାଲ ୱାର୍ଡ ଆଇସିୟୁ, କେଉଁଠି ପାଣି ଅସୁବିଧା ଅଛି, କେଉଁଠି ବିଜୁଳି ଅସୁବିଧା ଅଛି, କେଉଁଠି ତ୍ରୁଟି ରହିଛି ସେଟା ଅନୁସନ୍ଧାନ ହଉ। ଅନୁସନ୍ଧାନ କରିବା ପାଇଁ ମାତ୍ର 3 ଦିନ 4 ଦିନ ଭିତରେ ହେଇଯିବ। ସବୁ ୱାର୍ଡର ଟେକ୍ନିକ୍ ଅନୁସନ୍ଧାନ ନହେଲେ ଭବିଷ୍ୟତରେ ଆଉ ଗୋଟେ ବିପଦ ଏସ୍ସିବିକୁ ଆସିବ ବୋଲି କି ନ ଆସିବ ବୋଲି କିଏ କହିପାରିବ। ସେଇଟା ହେଉଛି ସମସ୍ତଙ୍କ ପାଇଁ ବର୍ତ୍ତମାନ ଚିନ୍ତାର ବିଷୟ। ଡିମାଣ୍ଡ ତ ହେବ, ଆଗ କେଉଁମାନେ ଅବହେଳା କରିଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବା ଦରକାର। ଚିହ୍ନଟ କଲା ପରେ ଯାଇକି ତାଙ୍କ ଉପରେ ଆକ୍ସନ୍ ନିଆଯାଇପାରିବ। ଚିହ୍ନଟ ପର୍ଯ୍ୟନ୍ତ ଆରମ୍ଭ ହେଇନି ବୋଧେ, ମୁଁ ଭାବୁଛି ଚିହ୍ନଟ କରିନାହାନ୍ତି। ମୁଁ ଭାବୁଛି ମେଡ଼ିକାଲ କେସ୍ଟାରେ ଏନକ୍ୱାରୀରେ କିଛି ଅବହେଳା ହେବନି, କାରଣ ଏଇଟା ଅନ୍ୟ ଘଟଣା ନୁହେଁ।